ଚାପି ଦିଅ ଲୋ ବୋଉ ହେ ଭଗବାନେ ଏତେ ଗୁଡେ ଜନ୍ତୁ ଅଛନ୍ତି। ନାଇଁ ଲୋକ ଗୁଡାକ ମୁଁ ଜନ୍ତୁ କହିସାରିଲିଣି। ଆରେ ବୁଦାକୁଣ୍ଡା ବାଛି ଆପଣ ମାନେ କୋଉଠି କାଳେ ପ୍ରୋଗ୍ରାମ କୁ ଗଲେ କିମ୍ବା ବଜାରକୁ ଗଲେ ପଇସା ଖର୍ଚ୍ଚ ହେଇଯିବ। ଧନ୍ୟବାଦ ଦେବି ତାଙ୍କ ପୁଟିକୁ। କି ବଢିଆ ବିଜେପି ଦଉଛି କେ ଗାଁ କରିକି। ତାର ଭିତରେ ଶ୍ରେଷ୍ଠ ସଂସାର ଏବଂ ଅକ୍ଷର ଭିତରେ ସବୁଠୁ ବଡ ଅକ୍ଷରଟି ହଉଛି ଅଣ୍ଡ ଏବଂ ସେଇ ଅଣ୍ଡ ଭିତରେ ସବୁଠି ବୁଢା ଅଣ୍ଡଟି ହଉଛି ବ୍ରହ୍ମାଣ୍ଡ ଏବଂ ବ୍ରହ୍ମାଣ୍ଡ ଭିତରେ 4ଟି ଜ୍ଞ ଅଛି ଯଥା ଅରେଜ୍ଞ ଯଥା ଅଜ୍ଞ ଏବଂ ବିଜ୍ଞ ଏବଂ ଜ୍ଞଙ୍କ ଭିତରେ ସବୁଠୁ ସର୍ବଶ୍ରେଷ୍ଠ ଜ୍ଞଟି ହଉଛି ଜ୍ୟୋତିର୍ଜ୍ଞ ଯିଏକି ମୁଁ ନିଜେ ବର୍ଣ୍ଣାଳୀ ବର୍ଗେଶ ଚନ୍ଦ୍ରବିନ୍ଦୁ। ମୁଣ୍ଡିଆ ମ୍ୟାଡମ ବୁଦାକୁଣ୍ଡା ମହୋତ୍ସବର ସମସ୍ତ କର୍ମକର୍ତ୍ତା ଏବଂ ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ। ଏବଂ ବୁଦାକୁଣ୍ଡା ମହୋତ୍ସବ ଏମିତି ସବୁ ବର୍ଷ ଚାଲିଥାଉ ତା ପାଇଁ ବହୁତ ଆନନ୍ଦ କୁମାର ହରି ବୋଲ ଆନନ୍ଦ କୁମାର ଆହୁରି ଥରେ ଆହୁରି ନିଜେ ଥରେ ଟିକେ ମୋ ଭାଇ ଭଉଣୀ କହୁଛନ୍ତି ମନେ ପକେଇଲେ କକାଙ୍କର ଗ୍ୟାରେଜରେ ଗାଡି ଅଛି, କକାଙ୍କର ଆଚାର ସହିତ ବଡି ଅଛି, କକାଙ୍କର ପର୍ସନାଲ ଖୁଡି ଅଛି ଏବଂ ମୁଁ ଆଜି ବି କନଫର୍ମ ଆମ କକା କିଏ ବସୁଦେବଙ୍କ ପେଣ୍ଟ ତଳେ ଏବେ ବି ଚଢି ଅଛି। ହଇରେ ଖୋଲା ତୁ କାହା ବିରୁଦ୍ଧରେ ଠିଆ ହେଇଛୁ ଜାଣିଛୁ? ହଇରେ କାହିଁ ଜାଣି କାହିଁ ଚନ୍ଦନ କାହିଁ ଛେଳି ମୁଣ୍ଡ ସାଙ୍ଗେ ପଇଡ ପାଣି। ହଇରେ ଯୋଉ ଲୋକ ସାଙ୍ଗେ ତୁ ଠିଆ ହେଇକି କଥାବାର୍ତ୍ତା କରୁଛୁ ତୁ ତାକୁ ପାଳିବୁ, କିନ୍ତୁ ପାଳିଲେ କିଏ ପାଳିଲେ? ମୋହନ ବାବୁ। ତୁମେ ପିଓର ବିଜେପି ଲୋକଟା ଖାଲି ମୋହନ ବାବୁ ନାଁ କରିବାକୁ ଗୋଳା କରିଦଉଛି। ମତେ ଲାଗୁଛି କେମିତି କଣ କରିକି ବାବୁକୁ ସରପଞ୍ଚ ଟିକେଟ ଦିଅନ୍ତୁ, ସିଏ ଏଇଥରକ ଠିଆ ହେବେ। ଭାଇ ସେ ଯୋଉ ଠିଆ ହେବେ 12 ସହିତ ପଡର ବୋଧେ ଯୋଉ ଡାଇଲଗଟା ଥିଲା ନାଇଁ ସେଇଟା କକା ଯୋଉଠି ଠିଆ ହେଇଥିଲେ ସେଇଟା ବାରଗାଇ ଦେବୁ। ଏଟା 14 ଘଣ୍ଟା ଚାହିଁବି ପ୍ରଭୁ ଭାଇ ଯୋଉ ଆସୁଛନ୍ତି ତାଙ୍କର ଗୋଟେ ଚିହ୍ନ ଅଛି, କାଠ ଅଛନ୍ତି ଚିହ୍ନ। ସେ ସନ୍ଧି ମୁଁ ଆଉ କଣ ଦେଖେଇ ପାରିବି? ସେ ସନ୍ଧି ମୁଁ ଆଉ ଦେଖେଇ ପାରିବି? ସେ ସନ୍ଧି ଦେଖେଇବି କେମିତି? ଯୋଉ ଯିଏ ସେ ସନ୍ଧି ଦେଖାଉଥିଲା ତା କାଖେରେ ଏବେ ଗୋଛା ହେଇଗଲା, ବୁଝିପାରୁଛନ୍ତି ତ କେମିତି ସନ୍ଧି ଦେଖେଇବି? ତ ଏବେ ନୂଆ ଚିହ୍ନ ଗୋଟେ ବାହାରିଛି, ବୁଦାକୁଣ୍ଡା ଚିହ୍ନ। ତ ଫୁଲ ତମ ଫୁଲ ଟୋଟାଲି ପଦ୍ମ ବାଲା। ତୁ ଚାଲିଗଲୁ 13 ଟଙ୍କିଆ ହିଲ ପିନ୍ଧି ଆଉ କା ସାଥିରେ ମୁଁ ପଣ୍ଡେଇଛି
ଆମ ଗାଁ ଦଲେଇ ସବୁ କାଉଣ୍ଟର ଆଗରେ ଏମିତିକା ଦୋକାନ କେମିତି ମୁଁ ବଞ୍ଚିବି? ଆଲୋ ଏମିତିକା ଦୋକାନ କେମିତି ମୁଁ ବଞ୍ଚିବି? ଏକ୍ସ ମାନେ ତାଙ୍କ ଖାଇ କହୁଛି ମୁଁ ଠିଆ ଠିଆ ମରିଯିବି, ମୁଁ ଠିଆ ଠିଆ ମରିଯିବି। ଭାଇ ଆଉ ଗୋଟେ ପ୍ୟାକ୍ ବନେଇବି? ହଉ ଠିକ ଅଛି, ଗୋଟେ କରେଇକି ଦେ, ମରେଇକି ଟେକି ଦେବି। ବୁଝିପାରୁଛନ୍ତି ତ ସିଏ ଗୋଟେ ପିଲା ଯେତେବେଳେ ଏଇଠି ଏମାନଙ୍କର କାମ ହଉଛି କଣ ନା କେମିତି ସାଇଜ କରି ଫଟୋ ଉଠେଇବେ। ଆଚ୍ଛା ଗୋଟେ ସ୍ତ୍ରୀଟାକୁ ଗୋଟେ ସ୍ୱାମୀ ଆଗରେ ତମେ ଚୁଟି ଟିକେ ଯାଇ ସାଇଜ କରିଦବ, এইটা আমি সাইজ কথা ভাউজ সিম্পলি সাইজ কর, ভাউজ কান ফুলা এপটু আন, ভাউজ নাক ফেটি কর, কোন স্বামীটা সইব? কোন স্বামীটা সইব? এক সব কেস সেই জায়গায় এমানে হচ্ছেন এইভাবে জন্তু। আউ কিছু আপনার দেখিবে আপনার সংস্পর্শে কিছু থিবে কোউঠিকা লোটা পেলেট। আরে শালা কান কাউଛନ୍ତି রে? হ্যাঁ আরে শালা সে পেলেট নুহে রে, পাইলট। পাইলট সেটাও কান্তি শালা। ମୁଁ ଗୋଟେ ଆଇଲା ବେଳେ ଗୋଟେ କଥା ଚିନ୍ତା କରିଥିଲି, ବୁଝିପାରୁଛନ୍ତି? ଆପଣ ମାନେ ବିଶ୍ୱାସ କରିବେନି, ଆପଣ କ୍ୟାମେରା ବାଲା ଭିଡିଓ ସବୁ କିଏ କିଏ ଦେଖିଛନ୍ତି? ସମୟ ଦେଖିଛନ୍ତି କ୍ୟାମେରା ବାଲା? ଆକ୍ଚୁଆଲି ଆମର ଗୋଟେ ଷ୍ଟୁଡିଓ ଅଛି, ମାନେ ଆପଣ ମାନେ ବିଶ୍ୱାସ କରିବେନି, ମୋର କାମ ହଉଛି ସକାଳୁ ଷ୍ଟୁଡିଓ ଯିବି, ଷ୍ଟୁଡିଓରେ ଧୂପ ଦେବି, ଯାହା କାମ ଧନ୍ଦା ଆଇଲା ମୁଁ ମୋର କାମ କରିବି। ଆପଣ ମାନେ ବିଶ୍ୱାସ କରିବେନି, ଗୋଟେ ଦିନ କଣ ହେଇଛି ନା ମୁଁ ଷ୍ଟୁଡିଓକୁ ଯାଇଛି, ଷ୍ଟୁଡିଓରେ ଯାଇକି ବଇଛି, ଷ୍ଟୁଡିଓ ପାଖରେ ମାନେ ମୁଁ ଏମିତି ଜଷ୍ଟ ବୁଲାବୁଲି କରିକି ଧୂପ ଦେଇକି ବାହାରକୁ ଆଇଲା ବେଳକୁ ମୋ ଷ୍ଟୁଡିଓ ଆଗରେ ଗୋଟେ କାଳିଆ କୁକୁର ବଇଛି, ପୁରା କାଳିଆ କୁକୁରଟେ ବଇଛି, ଡିଟୋ ଆଙ୍କରି ଭଳିଆ, ଡିଟୋ ଆଙ୍କରି ଭଳିଆ। ସେ ଯୋଉ କାଳିଆ କୁକୁରଟା ଡିଟୋ ଆଙ୍କରି ଭଳିଆ ହେଲା। ମୁଁ କଣ କରିଛି ନା, ଆଚ୍ଛା ମତେ ଗୋଟେ କଥା କୁହ, ଘରେ ଆଗରେ ଯଦି ଗୋଟେ କୁକୁରଟା ଆସିକି ବସିଛି ଆମର କର୍ତ୍ତବ୍ୟ କଣ? ନା ଗୋଟେ କୁକୁରଟା ବସିଛି ତାକୁ ଟିକେ ଖାଇବାକୁ ଦେଇଦବା, ଖାଇବାକୁ ଦେଇଦେଲେ ପଳେଇବ। ତ ତାକୁ ଗୋଟେ ବିସ୍କୁଟଟା ମୁଁ ଦେଇଦେଲି, ଯେତେବେଳେ ବିସ୍କୁଟଟା ଦେଇଦେଲି ମୁଁ କଣ ଭାବିବି କି ନାଇଁ ବିସ୍କୁଟଟା କୁକୁର ଖାଇକି ପଳେଇବ। କିନ୍ତୁ ଭାଇ ଆପଣ ବିଶ୍ୱାସ କରିବେନି, ମାନେ ସେ ବିସ୍କୁଟ ସେ କୁକୁର ଖାଇଲା, ପୁଣି ସେଇଠି ନାନି କରିକି ବସିଲା, ଡିଟୋ ଆଙ୍କରି ଭଳିଆ, ପୁରା ଡିଟୋ ଆଙ୍କରି ଭଳିଆ ବସିଲା। ମୁଁ ଭାବିଲି କଣ ନାଇଁ ଯାଉ, ଆହୁରି ବି ବହୁତ ଗୁଡେ ଲୋକ ଅଛନ୍ତି ଯାହାଙ୍କୁ ଧନ୍ୟବାଦ ଦେବି। ଏତିକି କହିବି କି ଏଠି ଯେତିକି ସବୁ ଉପସ୍ଥିତ ଅଛନ୍ତି ଦେଖୁଥିବେ, ଆପଣମାନେ ଅନୁଭବ କରିଥିବେ, ବହୁତ ଗୁଡିଏ ଲୋକ ଏଠିକି ଆଇଛନ୍ତି। କିଛି ପିଲା ଆଇଛନ୍ତି ଗୀତ ଦେଖିବା ପାଇଁ, କିଛି ପିଲା ଆଇଛନ୍ତି ଏଠିକି କମେଡି ଦେଖିବା ପାଇଁ, ଆଉ କେଇଟା ଏଠି ଆଇଥିବେ ଆପଣଙ୍କ ସଂସ୍ପର୍ଶରେ ଥିବେ, ଆଉ କେଇଟା ଆଇଛନ୍ତି କେବଳ ଲଢେଇ କରିବା ପାଇଁ। ନା ନା, ଆପଣ ଯୋଉ ଲଢେଇ କରୁଛନ୍ତି ମରାମରି ଝଗଡା ଝାଟି ନା, ତାଙ୍କର କେବଳ ଲଢେଇ ହଉଛି ସେ ତୁ 200 ଆଣିଛୁ ମୁଁ 300 ଆଣିଛି, ଆ ଲଢେଇ ଦବା 500 ହେଇଯିବ, ହାଫ୍ ଟେ ମିଳିଯିବ। ତୋ ପାଖରେ 100 ଅଛି ମୋ ପାଖରେ 50 ଅଛି, ଆ ଲଢେଇ ଦବା ଗୋଟେ ଲିଫ୍ଟ ହେଇଯିବ। ତୋ ପାଖରେ ଜମା ନାହିଁ ମୋ ପାଖରେ ଆମ୍ବୁଲ ଅଛି, ଆ ଲଢେଇ ଦବା ଗୋଟେ 90 ହେଇଯିବ।
ସେମାନେ ଯେତିକ ସବୁ ରହିଲେ ନାଇଁ ଆଶାଇ ଆମର କଷା ଧରିକି ବଇଛି, ଆପଣମାନେ ଯାଆନ୍ତୁ ସେଠି ଯାଇକି ଚାକର ସହିତ ବାଲ କରନ୍ତୁ। ଆପଣମାନେ ଭାବୁଥିବେ କି ମୁଁ ଆଜି ଲୁଙ୍ଗି କାହିଁ ପିନ୍ଧିକି ଆଇଛି, କି ଯାହା ହଉ ଏତେ ଗୁଡାଏ ଜିନିଷ ଅଛି, ଗୋଟେ ପିଲା ପ୍ରୋଗ୍ରାମକୁ ଲୁଙ୍ଗି କାହିଁ ପିନ୍ଧିକି ଆଇଛି। ଆଜ୍ଞା ଆପଣମାନେ ଜାଣିନାହାନ୍ତି, ଲୁଙ୍ଗି ପିନ୍ଧିଲେ ଭାରି ସୁବିଧା। ଲୁଙ୍ଗି ପିନ୍ଧିଲେ ସତରେ ଭାରି ସୁବିଧା। ଯିଏ ଲୁଙ୍ଗି ପିନ୍ଧିଛି